ପାରାଦୀପରେ ମାତିଛନ୍ତି ନିଶାଖୋର ମଦ୍ୟପ ରାତି 9ଟାରେ କରୁଛନ୍ତି ଆତଙ୍କ। ପାରାଦୀପ ସହରରେ ଏଭଳି ଏକ ଅଭାବନୀୟ ଘଟଣା ପାରାଦୀପ ଆଦର୍ଶ ଥାନାର 100 ମିଟର ଦୂରରେ ଘଟିଥିବା ଦେଖିବାକୁ ମିଳିଛି। ପାରାଦୀପ ବଡ଼ପଡ଼ିଆ ବିଜୟା ମାର୍କେଟରେ ଥିବା ରେବିକା ହୋଟେଲ ସାମ୍ନାରେ ରାତି ପ୍ରାୟ 9ଟାରୁ 9ଟା 30 ମଧ୍ୟରେ ଢିଙ୍କିଆରୁ ପାରାଦୀପ ବୁଲିବାକୁ ଆସିଥିବା ରାକେଶ ସ୍ୱାଇଁ ଓ ଟୁଲୁ ସ୍ୱାଇଁ ଆଉ ଜଣେ ସାଙ୍ଗଙ୍କ ସହ ମିଶି ବଡ଼ପଡ଼ିଆରେ ଥିବା କାନ୍ନା ହୋଟେଲରେ ରାତ୍ରି ଭୋଜନ ସାରି ରେବିକା ହୋଟେଲ ଦେଇ ବାହାରକୁ ଆସୁଥିବା ସମୟରେ ତାଙ୍କ ଗାଡ଼ି ସମ୍ମୁଖରେ ଏକ ବୁଲେଟ୍ ଗାଡ଼ିରେ ଆସି ଦୁଇ ଯୁବକ ଗାଡ଼ି ଅଟକାଇବାରୁ ଗାଡ଼ିରୁ ରାକେଶ ବାହାରକୁ ଆସି ପଚାରିବାରୁ ହଠାତ୍ କିଛି ବୁଝିବା ପୂର୍ବରୁ ବୁଲେଟ୍ରେ ଆସିଥିବା ମଦ୍ୟପ ନିଶାଖୋର ଅତର୍କିତ ଭାବେ ଦୁଇ ଜଣ ରାକେଶଙ୍କୁ ଆକ୍ରମଣ କରିବା ସହ ତଳେ ପକାଇ ମାରିବାକୁ ଲାଗିଥିଲେ। ଏହା ଦେଖି ଗାଡ଼ିରେ ବସିଥିବା ଟୁଲୁ ଆସି ପଚାରିବାରୁ ଟୁଲୁଙ୍କ ଆଖିକୁ ମାରି ସେଠାରୁ ମଦ୍ୟପ ଦୁଇ ଜଣ ଦ୍ରୁତ ଗତିରେ ପଳାଇଥିଲେ। ଏହି ଘଟଣାରେ ଟୁଲୁଙ୍କ ଆଖିରେ ଶକ୍ତ ଆଘାତ ଲାଗିବା ପରେ ସେମାନେ ପାରାଦୀପ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରି ଚିକିତ୍ସା ପାଇଁ ବିଜୁ ମେମୋରିଆଲ ହାସପାତାଳ ଯାଇଥିଲେ, କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜଗତସିଂହପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି। ତେବେ ପାରାଦୀପ ଭଳି ସମ୍ବେଦନଶୀଳ ସ୍ଥାନରେ ଏମିତି ଘଟଣା ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟ ମନରେ ଭୟ ସୃଷ୍ଟି ହେଉଥିବା ବେଳେ ପୋଲିସ ପ୍ରଶାସନର କାର୍ଯ୍ୟକଳାପ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ପାରାଦୀପରୁ ପୁରୁଷୋତ୍ତମ ଶତପଥୀଙ୍କ ରିପୋର୍ଟ, କ୍ରାନ୍ତିଧାରା ନ୍ୟୁଜ୍। ପରିଚୟଟା କହିଲେ। ମୋ ନାଁ ଟୁଲୁ ସ୍ୱାଇଁ, ମୋ ନାଁ ଆମ ଘର ତ୍ରିଲୋଚନପୁର ଢିଙ୍କିଆ ପଞ୍ଚାୟତ। ଆମେ ଆସିଥିଲୁ ପାରାଦୀପ ଖାଇବାକୁ ଆସିଥିଲୁ। ଖାଇକିରି ହୋଟେଲ ବାହାରିଲା ରେବିକା ସାମ୍ନାରେ ଗୋଟେ ବୁଲେଟ ଆଣିକି ଆସିଲେ ଦି ଜଣ। ଗାଡ଼ି ଆଗରେ ରଖିଲେ ଆମର କାର ଆଗରେ ଆମେ ପଚାରୁ ସେ ହଠାତ୍ ଆଟାକ୍ କଲେ ଆମକୁ ମାରିକିରି ମୋ ଆଖି ଫଟେଇ ଦେଇଛନ୍ତି। ଆଉ ଆମର ମୋ ସାଙ୍ଗରେ ଯିଏ ବବୁଲୁ ଡ୍ରାଇଭିଂ କରୁଥିଲା ତାକୁ ଆଗେ ମାରିଲେ। କହିବା ଭିତରେ ମୋ ଆଖିକି ମାରିଲେ, ତା ଗୋଡ଼ ବି ଫ୍ରାକ୍ଚର ହେଇଛି। ସେ ଦି ଜଣ ଥିଲେ। ଆପଣ କୋଉଠି ଜଣେଇଛନ୍ତି? ଥାନାରେ ଏଫଆଇଆର କରୁଛୁ। ଆଉ ଥାନା ବାଲା ମେଡିକାଲ ରିପୋର୍ଟ ପାଇଁ ମାଗୁଛନ୍ତି, ଆମେ ରିପୋର୍ଟ କରିବୁ। କଣ ଚାହୁଁଛନ୍ତି? ଆମ ନ୍ୟାୟ ଦରକାର। ଆଉ ଚାହୁଁଛୁ କଣ? ଆମ ରେବିକା ସାମ୍ନାରେ ଫୁଟେଜ ଚେକିଂ କଲେ ବାହାରି ପଡିବ ସବୁ। ଭାଇ ଆପଣଙ୍କ ନାଁଟା କହିଲେ। ରାକେଶ ସ୍ୱାଇଁ, ଘର ଢିଙ୍କିଆ ପଞ୍ଚାୟତ, ଢିଙ୍କିଆ ପୋଷ୍ଟ ଢିଙ୍କିଆ, ଥାନା ଅଭୟଚନ୍ଦପୁର। ଆମେ ଆଜ୍ଞା ଆସିଥିଲୁ ନ୍ୟୁ ଇୟର ସକାଶେ ଆମେ ବୁଲିବା ପାଇଁ ଆସିଥିଲୁ। ପାରାଦୀପ ବୁଲିଲୁ, ନେହୁରମଳା ବୁଲିଲୁ। ବୁଲିକି ଆସିଲା ପରେ ଆମେ ଯାଇକିରି ଗୋଟେ ହୋଟେଲରେ ଖାଇଲୁ। ହୋଟେଲରେ ଖାଇକିରି ଜଷ୍ଟ ଆମର ଯୋଉ ପାରାଦୀପରେ ଆମର ଯୋଉ ହେଇଛି ଆହାର କେନ୍ଦ୍ର, ସେଠି ଆମ କାର ପାର୍କିଂ କରିଥିଲୁ। ସେଠି ପାର୍କିଂ କରିକି ଆମେ ଯାଇକିରି ଖାଇକି ଆସିଲା ପରେ ସେଠୁ କାର ଯେତେବେଳେ ନେଇକି ଗଲୁ, ଦି ଜଣ ଓଭର ମଦ ପିଇକିରି ଗୋଟେ ବୁଲେଟରେ ଥାନ୍ତି। ତାଙ୍କୁ କହିଲୁ ଯେ ଭାଇ ତମେ ଟିକେ ଗାଡି ଟିକେ ସାଇଡ କର। ସିଏ ହଠାତ୍ ଗାଡିରୁ ମାନେ ଓହ୍ଲେଇଲେ ତ, ଆରେ ଶୁଣ ତୁ ଆମକୁ ଚିହ୍ନୁନୁ, ମାଇକି ଆମକୁ ଚିହ୍ନୁନୁ, ତୁ ଆମକୁ କହୁଛୁ ଗାଡି ସାଇଡ କରିବା ପାଇଁ। ହଠାତ୍ ମତେ ଏମିତି ମୋ ଗଞ୍ଜିରୁ ଏମିତି ଧରିଲେ, ଏମିତି ଧରିଲେ ଟେକିକି ଫୋପାଡ଼ି ଦେଲେ। ଆଜ୍ଞା ଦେଖନ୍ତୁ ମୋ ମାନେ ଗୋଡକୁ ଲଗେଇ ପାରୁନି। ମୁଁ ଗୋଟେ ଆଶା ନେଇକି ରହିଛି। ତାପରେ ମୋ ବଡ ଭାଇ ଯିଏ ଏବେ ଟୁଲୁ ଭାଇ, ତାଙ୍କୁ ଯେତେବେଳେ ସିଏ ପଚାରିଲେ ତାକୁ କଣ ମାରୁଛ, ତାଙ୍କ ଆଖିକି ମାରିକିରି ପୁରା ମାନେ ଗୋଟେ ଟୋକା ଗୋଟେ ଡେଙ୍ଗା ହେଇକି ଗୋଟେ ପିଲା ଥାଏ, ଗୋଟେ ମୁଥ ମାରିଦେଲା। ତାଙ୍କ ଆଖି ଫୁଲିଗଲା। ଆମେ ବର୍ତ୍ତମାନ ଚାହୁଁଛୁ ଆମର ପାରାଦୀପରେ ଯେତିକି କାଉଣ୍ଟର ଅଛି, ପ୍ରଶାସନ ତାଙ୍କୁ ସେ କାଉଣ୍ଟର କେମିତି ରେସ୍ପନ୍ସ ନେଇକିରି କାଉଣ୍ଟର କେମିତି ମଦ ପିଅନ୍ତୁ, କିଛି ନାହିଁ, କାଉଣ୍ଟର ହେଇଛି ମଦ ପିଅନ୍ତୁ, ବଟ୍ ମଦ ପିଇକିରି ଯୋଉ ବିଶୃଙ୍ଖଳା ହଉଛି, ସେ ବିଶୃଙ୍ଖଳା ନ ହଉ। ସାଧାରଣ ଲୋକ ଯିଏ ମଦ ନ ପିଉଛନ୍ତି ତାଙ୍କଠୁ ହିଁ କିଛି ଯେମିତି ଅସୁବିଧା ନ ହଉ, ସେ ବିଷୟରେ ଟିକେ ପ୍ରଶାସନ ଧ୍ୟାନ ଦେଲେ ସାଧାରଣ ଲୋକ ଟିକେ ମାନେ ପ୍ରଶାସନକୁ ଭଲ ପାଇବେ। ଆଉ ମିଡିଆ ଭାଇ ମାନଙ୍କୁ ସମସ୍ତଙ୍କୁ ଭଲ ପାଇବେ। ସେଇଟା ହଉଛି ଆମର କଥା।
ପ୍ରଶାସନ କେମିତି ଭଲ କ୍ଷତି ହେଇଛି ମୋ ଗୋଡ ମାନେ ମତେ ଏମିତି ଟେକିକି ଫୋପାଡ଼ି ଦେଲେ ମୁଁ ଡ୍ରେନରେ ପଡିଗଲି ମୋ ଗୋଡ ପୁରା ଲଗେଇ ହଉନି ତଳେ ମୁଁ ଆସିଥିଲି ଏଠି ଆମ ଆଦର୍ଶ ଥାନାରେ ମୁଁ ଏଫଆଇଆର କଲି ଏଫଆଇଆର କଲା ପରେ ସେ ମତେ କହିଲେ ଯେ ମେଡିକାଲ ରିପୋର୍ଟ ଦିଅନ୍ତୁ ବର୍ତ୍ତମାନ ଆମେ ମେଡିକାଲ ଯାଉଛୁ ମେଡିକାଲ ଯାଇକି ରିପୋର୍ଟ ଆଣିକିରି ଆଦର୍ଶ ଥାନାରେ ଥାନା ଅଧିକାରୀଙ୍କୁ ଦେଇକିରି ଆମେ ଯିବୁ ଆଉ କେତେବେଳେ ଘଟଣା ଇଏ 9ଟା 8ଟା 8ଟାରୁ 10ଟା ଭିତରେ ପର୍ଟିକୁଲାର ଟାଇମ ଆମେ ଜାଣିନୁ ମୁଁ ଅନୁମାନ ସେ 9ଟାରୁ 10ଟା ଭିତରେ